ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର 15,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସମନ୍ୱିତ କୃଷି ପ୍ରଣାଳୀ ଅଧୀନରେ ଫାଇଲ ପ୍ରକ୍ରିୟାକରଣ କରିବା ଏବଂ ସବସିଡି ରିଲିଜ୍ କରାଇବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ ସବସିଡି ଟଙ୍କାରେ ଇଲିସି ଖାଉ ଖାଉ କଣ୍ଟା ଲାଗିଗଲା। ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଜଣେ ହିତାଧିକାରୀ କୃଷି ଏବଂ ଭିତ୍ତିଭୂମିରେ ବିନିଯୋଗ କରିଥିବା ଅର୍ଥର 50% ସବସିଡି ପାଇବାକୁ ଯୋଗ୍ୟ ଅଟନ୍ତି। ହିତାଧିକାରୀ ଜଣଙ୍କ ତାଙ୍କ ଫାଇଲ କାମ କରିବା ପାଇଁ ଗତ 2 ମାସ ହେବ ଅଭିଯୁକ୍ତ ବ୍ୟୋମକେଶ ମିଶ୍ରଙ୍କୁ ଅନୁରୋଧ କରୁଥିଲେ, କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସିଡିଏଓ ଫାଇଲ ଆଗକୁ ବଢ଼ାଉ ନଥିଲେ। ଏହା ପରିବର୍ତ୍ତେ ସେ ଉକ୍ତ କାମ ପାଇଁ ବର୍ତ୍ତମାନ 15,000 ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସବସିଡି ଟଙ୍କା ମିଳିବା ପରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ମଧ୍ୟ ଦାବି କରିଥିଲେ। ଲାଞ୍ଚ ମାଗିବା ଅଭିଯୋଗରେ ଅତିଷ୍ଠ ହୋଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଜାଲ ବିଛାଇ ସିଡିଏଓଙ୍କୁ 15,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ବ୍ୟୋମକେଶ ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। आम चैनल को लाइक, शेयर एवं सब्सक्राइब करंतु।